ସଂଯମତା ହେଉଛି ଜୀବନର ଚାବିକାଠି, ଅର୍ଥାତ୍ ଉତ୍ତମ ଜୀବନ ଶୈଳୀର ଚାବିକାଠି। ଆମେ ଏକ ସମୟରେ 10 ଗ୍ଲାସ୍ ପାଣି ପିଇବା ଆମ ପାଇଁ ହାନିକାରକ, ବାନ୍ତି ନିଶ୍ଚିତ ହୋଇଯିବ। ଆମେ ଏକ ସମୟରେ ଅତ୍ୟଧିକ ଖାଦ୍ୟ ଖାଇଦେଲେ ଆମକୁ ବାନ୍ତି ହେବ, ଝାଡ଼ା ହେବ। ଆମର ପେଟ ଅତ୍ୟଧିକ ଭାରି ହୋଇ ଆମକୁ ଡିସ୍କମ୍ଫର୍ଟ ଲାଗିବ। ସେହିଭଳି ଆମେ ଅତ୍ୟଧିକ ଭଲ ଜିନିଷକୁ ନେଲେ ମଧ୍ୟ ତାର ପରିଣାମ ଭୟଙ୍କର ଏବଂ ଖରାପ। ଆମେ ସବୁବେଳେ ଭଲ ମଧ୍ୟରେ ଖରାପ ଏବଂ ଖରାପ ମଧ୍ୟରେ ଭଲକୁ ଦେଖିପାରିବୁ ଠିକ୍ ଯେତେବେଳେ ଆମ ମଧ୍ୟରେ ନିୟନ୍ତ୍ରଣ ଶକ୍ତି ଅତ୍ୟଧିକ ଜାଗ୍ରତ ହୋଇ ଉଠିବ। ଆମେ ଭଲ ଜିନିଷ ହେଲେ ମଧ୍ୟ ଅତ୍ୟଧିକ ଗ୍ରହଣ କରିବୁ ନାହିଁ, କିମ୍ବା ଖରାପ ଜିନିଷ ହେଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଛାଡ଼ିଦେବୁ ନାହିଁ। ଅର୍ଥାତ୍ ଆମେ ଖରାପକୁ ଭଲ କରିବା ପାଇଁ ହେଲେ, ଯେମିତି କଲରାକୁ ଭଲ ଲାଗୁନଥିଲେ ମଧ୍ୟ ଆମ ଭଲ ପାଇଁ ଆମେ ତାକୁ ଖାଇବା ପାଇଁ ପଡ଼ିବ, ଠିକ୍ ସେମିତି ମିଠା ଅତ୍ୟଧିକ ଭଲ ଲାଗୁଥିଲେ ମଧ୍ୟ ଅତ୍ୟଧିକ ଆମେ ତାକୁ ଖାଇବୁ ନାହିଁ। ତେଣୁ ଆମର ନିୟନ୍ତ୍ରଣ ହେଉଛି ଆମ ଉତ୍ତମ ଜୀବନ ଶୈଳୀର ଚାବିକାଠି। ଆମେ ସବୁରେ ନିୟନ୍ତ୍ରଣ ରଖିବୁ ଏବଂ ଜୀବନଶୈଳୀକୁ ସୁଧାର କରିବୁ।